ରାସ୍ତାରେ ବୁଲିଲା କୁମ୍ଭୀର। କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇ ପୌର ପରିଷଦ 7 ନମ୍ବର ୱାର୍ଡ ତଳ ବାଲିପଡ଼ା ଗ୍ରାମରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ସାରା ରାଜ୍ୟରେ ଓଡ଼ିଶାର ଗଣପର୍ବ ଦୁର୍ଗାପୂଜା ଚାଲୁଥିବା ବେଳେ ମୁଖ୍ୟ ରାସ୍ତାରେ 12 ଫୁଟର କୁମ୍ଭୀର ଚାଲିବା ଘଟଣା ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଛି। ଆମେ ଆସି ଏଠି ସବୁବେଳେ ବସବାସ କରୁ। ସନ୍ଧ୍ୟା ଟାଇମ୍ରେ ରାତି 8ଟା ଯାଏ ଆମେ ଏଠି ବସବାସ କରୁ ସବୁଦିନ। ତ ଆମେ ଏଠି ବସିଛୁ। ସେପଟରୁ ଆମର ବାଲିଅପର ଲୋକ ଜଣେ ଆସିଲେ। ସେ ଟର୍ଚ୍ଚ ଆସି ଦେଖିଲେ କି ଗୋଟେ କୁମ୍ଭୀର ଶୋଇଛି। ସେ ସବୁ ଡାକିଲେ, କହିଲେ କୁମ୍ଭୀର କି ଗୋଧି କ'ଣଟେ ଦେଖ। ସେ ଯେତେବେଳେ ଦେଖିଲେ ରୋଡ଼ ଏପଟ ସେପଟ, ସେ ଡାକିଲେ, କହିଲେ କୁମ୍ଭୀରଟା। ସେଠୁ ଆମେ ଦୌଡ଼ା ଦୌଡ଼ି ଗଲୁ। ସେ ଆମ ରାଉତ ବାବୁ ଯିଏ ସେ ଆଗରେ ଥିଲେ, ଆମ ପାପୁନି ବାବୁ ଯିଏ ସେ ଆଗରେ ଥିଲେ। ସେ ଯାଇ ପ୍ରଥମ ସେ କୁମ୍ଭୀରଟାକୁ ଦେଖିଲେ। ସେ ଆମକୁ ଫୋନ୍ କଲେ। ଆମେ ଫେର ଦୌଡ଼ିକି ଯାଇ ପଛରେ ପହଞ୍ଚିଲୁ। ଆମ ଗ୍ରାମବାସୀ ମାନେ ସମସ୍ତେ ଆସି ଦେଖିଲେ। ଲେଡ଼ିଜ୍ ମାନେ ବି ଆସିଥିଲେ, ଜେଣ୍ଟସ୍ ମାନେ ସମସ୍ତେ ଦେଖିଛନ୍ତି। ଆମ ଗ୍ରାମବାସୀ ମାନେ କୁମ୍ଭୀର ରୋଡ଼ର ଏପଟ ସେପଟ ଲମ୍ବା ତ ମାପିନୁ, ଫେର ବି ଅନୁମାନ ହିସାବରେ କହୁଛୁ 10ରୁ 12 ଫୁଟ ହବ। କେନ୍ଦ୍ରାପଡ଼ାରୁ ମଳୟ କୁମାର ସାହୁଙ୍କ ରିପୋର୍ଟ, ଖବର ଓଡ଼ିଶା।